ଆହୁରି 5 ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ। 23 ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା। ଦିନରେ ଡହ ଡହ ଖରା ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ। ଅସହ୍ୟ ଖରା ଗରମ ଗୁଳୁଗୁଳୁରେ ସାରା ଓଡ଼ିଶା ସିଝୁଥିବା ବେଳେ କାଳବୈଶାଖୀ ବର୍ଷାରେ ଭିଜୁଛି। ପବନ ସହ କାଳବୈଶାଖୀ ତାଣ୍ଡବ ରଚୁଥିବା ବେଳେ ଆହୁରି 5 ଦିନ ଯାଏ ରହିବ ପ୍ରଭାବ। ଆସନ୍ତା 24 ଘଣ୍ଟାରେ ସାରା ରାଜ୍ୟରେ ବିଜୁଳି ଘଡଘଡି ବର୍ଷା ହେବାକୁ ଥିବା ବେଳେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଅନୁଗୁଳ ଓ ଢେଙ୍କାନାଳ ଏହି 7 ଜିଲ୍ଲାରେ 50ରୁ 60 କିମି ଝଟକା ପବନ ସମ୍ଭାବନା ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅବଶିଷ୍ଟ 23 ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଓ 30ରୁ 50 କିମି ଝଟକା ପବନ ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି। ସେହିପରି ଆସନ୍ତାକାଲି ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେଓଗଡ଼, ବରଗଡ଼ ଓ ଝାରସୁଗୁଡ଼ା ଏହି 7 ଜିଲ୍ଲାକୁ ବଡ଼ ଦେଉ। ବାକି 23 ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ଓ 30ରୁ 50 କିମି ଝଟକା ପବନ ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି। 18 ଯାଏ ଏଭଳି ସ୍ଥିତି ଲାଗି ରହିବ। 3 ଘଣ୍ଟା ପାଇଁ ପ୍ରବଳ ବର୍ଷା, ବିଜୁଳି ଘଡଘଡି ସହ 40ରୁ କିମି ଝଟକା ପବନ ସହ ମାଲକାନଗିରି ଓ କୋରାପୁଟରେ ହଳଦିଆ ଚେତାବନୀ ଦେଇଛି ବିଭାଗ। ସେପଟେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ଥିବା ଲଘୁଚାପଟି ସ୍ପଷ୍ଟ ଚିହ୍ନିତ ଲଘୁଚାପ ଭାବେ ସକ୍ରିୟ ରହିବା ସହ ଦକ୍ଷିଣ ପଶ୍ଚିମ ଓ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି। କିନ୍ତୁ ଅବପାତ ହେବାର ସମ୍ଭାବନା କମ୍। ଏପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ପାଇଁ ପରିସ୍ଥିତି ଧୀରେ ଧୀରେ ଅନୁକୂଳ ହେଉଛି। ଆସନ୍ତା 16 ମେ 2026 ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ବାୟୁ ପ୍ରବେଶ କରିବାର ସମ୍ଭାବନା ରହିଛି। ସେପଟେ ବଢୁଛି ଦିନ ତାପମାତ୍ରା। ଆସନ୍ତା 2 ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା 2ରୁ 5 ଡିଗ୍ରୀ ବଢ଼ିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଗତ 24 ଘଣ୍ଟାରେ 3ଟି ସ୍ଥାନରେ 42.2 ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସର୍ବାଧିକ ତାପମାତ୍ରା ଟିଟିଲାଗଡ଼ରେ 40.5 ଡିଗ୍ରୀ ରହିଥିଲା। ସେହିପରି 13 ସ୍ଥାନରେ କାଳବୈଶାଖୀ ବର୍ଷା ହୋଇ ରହିବ ବେଳେ କଟକ, ବାଙ୍କିରେ ସର୍ବାଧିକ 96 ମିମି ବର୍ଷା ରେକର୍ଡ ହୋଇଛି।